ଭାଉଜଙ୍କୁ ଗେହି ଗେହି ବିଆ ଚିରିଦେଲି। ଭାଉଜ କହିଲେ, ଜୋର ଜୋରରେ କର, ସମ୍ଭାଳି ହେଉନି। ନମସ୍କାର ଦର୍ଶକ ବନ୍ଧୁ, ଆଜି ମୁଁ ଆପଣମାନଙ୍କୁ ଏକ ଏମିତି କାହାଣୀ କହିବି ଯାହା ମୋ ଭାଇ ସହ ଘଟିଥିଲା। ଆଉ ଏ କାହାଣୀକୁ ସେ ମଧ୍ୟ ଲେଖିଛି। ତ ଚାଲନ୍ତୁ ଡେରି ନ କରି କାହାଣୀ ଷ୍ଟାର୍ଟ କରିଦେବା। ମୋର ନାମ ଅମିତ, ବୟସ 22 ବର୍ଷ। ଦେଖି ବକୁ ହିରୋ ଭଳି ସାହିର ସବୁ ବେଧେଇ ଭାଉଜ ଦେଖି ଲାଇନ ମାରନ୍ତି। ଆମର ଘର ପାଖରେ ପ୍ରୀତି ଭାଉଜଙ୍କ ଘର। ତାଙ୍କ ସ୍ୱାମୀ ବାହାରେ ଚାକିରି କରନ୍ତି। ଶ୍ୱଶୁର ଭି ସ୍ୱର୍ଗକୁ ଗଲେନି। ଦୁଇ ଶାଶୁ ବୋହୂ ଏକ ରହନ୍ତି। ସେଥିପାଇଁ ମୋତେ କେବେ କେବେ ଦୋକାନରୁ କିଣି ଆଣି ଦେବା ପାଇଁ ଘରକୁ ଡାକନ୍ତି, ଆଉ ମୁଁ ତାଙ୍କ କାମ କରିଦିଏ। ଥରେ ସବୁଦିନ ଭଳି କଲ୍ କରି ଡାକିଲେ, ଆଉ କିଛି ସାମାନ ମଗେଇଲେ, ଆଉ ମୁଁ ଯାଇ ନେଇ ଆସିଲି। ବାହାରେ ବହୁତ ଖରା ହେଉଥିଲା, ସେଥିପାଇଁ ଭାଉଜକୁ ପାଣି ଗ୍ଲାସେ ମାଗିଲି ପିଇବା ପାଇଁ। ଭାଉଜ ଘରକୁ ଡାକିଲେ, ଆଉ ବସିବାକୁ କହି ପାଣି ନେଇଗଲେ। ଠିକ ସେଇ ସମୟରେ ତାଙ୍କ ଶାଶୁମା ବୁଢ଼ୀ ଦଳ ସହିତ ମିଶି ବିବାହ ଭୋଜି ଖାଇବାକୁ ଗଲେ। ଏବେ ଘରେ କେହି ନଥିଲେ। ଭାଉଜ ପାଣି ଦେଇ କହିଲେ, ଟିକେ ବସ୍, ମୁଁ ଗାଧେଇ ସାରି ଆସୁଛି କହି ପାର୍ଥ ରୁମକୁ ଚାଲିଗଲେ। କିଛି ସମୟ ପରେ ସେ ଚିତ୍କାର କଲେ। ଚିତ୍କାର ଶୁଣି ମୁଁ ଦୌଡ଼ି ବାଥରୁମ ଆଡ଼କୁ ଗଳି। ଯେମିତି ସେଠି ପହଞ୍ଚିଲି, ଭାଉଜକୁ ଦେଖି ମୋ ବାଣ୍ଡ ଠିଆ ହୋଇଗଲା। ଭାଉଜ ଗୋଟେ ହଳଦିଆ ରଙ୍ଗର ସାୟା ପିନ୍ଧିଥିଲେ, ଆଉ ସାୟା ଓଦା ହେଇଥିବାରୁ ତାଙ୍କ 36 ସାଇଜର ଦୁଧ ଦାଉ ଦାଉ ହେଇ ଦେଖାଯାଉଥାଏ, ଆଉ ଗାଣ୍ଡି ଭି ସାଫ ଦେଖାଯାଉଥାଏ। ଭାଉଜ ମତେ ଦେଖି ଦୌଡ଼ି ଆସି ଧରି ପକେଇଲେ। ଓହୋ କି ମଜା! କିନ୍ତୁ ଟିକେ ଡରି ଗଲି, ଆଉ ପଚାରିଲି କଣ ହେଲା? ଭାଉଜ କହିଲେ, ମୂଷା ଆସିବା ଦେଖି ଡରିଗଲି। ଭାଉଜଙ୍କ କଥା ଶୁଣି ହସି ଦେଲି, ଆଉ ଭଲ କରି କୁଣ୍ଢେଇ ପକେଇଲି। ତପରେ ଦୁହିଁଙ୍କୁ କିଛି ହେବାକୁ ଲାଗିଲା, ଆଉ ଭାଉଜ ମୋ ହାତକୁ ନେଇ ଦୁଧ ଉପରେ ରଖି ଚିପିବାକୁ କହିଲି, ଆଉ ସେ ମୋ ବାଣ୍ଡକୁ ଧରି ହଲାଇବାକୁ ଲାଗିଲେ। ଭାଉଜ ପୁରା ପାଗଳ ହୋଇ ଉଠିଲେ। ଭାଉଜଙ୍କ ଏମିତି ପାଗଳାମି ଦେଖି ମୁଁ ମୌକାର ଫାଇଦା ଉଠାଇ ଦେଲି, ଆଉ ଭାଉଜକୁ ନଙ୍ଗାଲା କରିଦେଲି, ଆଉ ତଳେ ଶୁଆଇ ବିଆକୁ ଚାଟିବାକୁ ଲାଗିଲି। ଭାଉଜ ଆହୁରି ଉତ୍ତେଜିତ ହେଇ ବାଣ୍ଡକୁ ବିଆରେ ପୁରାଇ ଦିଆ। ଅମିତ, ମୁଁ ଆଉ ରହିପାରୁନି କହି ବିକଳ ହେଲେ। ତାପରେ ମୋ ଗରମ ବାଣ୍ଡରେ ଟିକେ ଥୁକ ଦେଇ ଧୀରେ ଧୀରେ ବିଆରେ ପୁରାଇ ଦେଲି, ଆଉ ଜୋର ଜୋର ଧକ୍କା ଦେଲି। ବାଣ୍ଡ ଭିତର ବାହାର ହେଲା ବେଳେ ଭାଉଜ ଚିତ୍କାର କରି ଉଠୁଥିଲେ। ସେଦିନ ଭାଉଜକୁ ମୁଁ 1 ଘଣ୍ଟା ନିର୍ଧୁମ ଗେହିଲା ପରେ ମୋର ବୀର୍ଯ୍ୟ ବାହାରି ପଡ଼ିଲା। ଆଉ ସେଦିନ ଠାରୁ ଯେତେବେଳେ ମନ ହୁଏ ଭାଉଜକୁ ଫଟେଇ ଗେହି ଦେଇ ଚାଲି ଆସେ। ସାଙ୍ଗମାନେ, ଦର୍ଶକ ବନ୍ଧୁ, କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ ଏମିତି ଆଉ ମଜାଳିଆ ଗିହା ବେହି କାହାଣୀ ଶୁଣିବା ପାଇଁ ଭିଡିଓକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରି ନେବେ। ଧନ୍ୟବାଦ।